ଧୋନିଙ୍କର ଏହି ଖାସ୍ ଖେଳାଳିଙ୍କୁ ଦଳରେ ରଖିବେନି ଗମ୍ଭୀର। ଶେଷ ହୋଇପାରେ ଏହି ତିନି ଖେଳାଳିଙ୍କ କ୍ୟାରିୟର। ମୁଖ୍ୟ କୋଚ୍ ଭାବରେ ଗୌତମ ଗମ୍ଭୀରଙ୍କ କାର୍ଯ୍ୟକାଳ ଶ୍ରୀଲଙ୍କା ଗସ୍ତରୁ ଆରମ୍ଭ ହେଉଛି। ଏହି ଟୁର୍ ପାଇଁ ସେ ଭାରତୀୟ ଦଳ ଚୟନରେ ମଧ୍ୟ ଅଂଶଗ୍ରହଣ କରିଥିଲେ। କିନ୍ତୁ ଯେତେବେଳେ ଭାରତୀୟ ଦଳ ଘୋଷଣା ହେଲା ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଶ୍ରୀଲଙ୍କା ବିପକ୍ଷ ଟିମ୍ ଇଣ୍ଡିଆରେ କେତେକ ଫର୍ମ ଥିବା ଖେଳାଳିଙ୍କୁ ଅଣଦେଖା କରାଯାଇଥିଲା। ସେଥିମଧ୍ୟରୁ ଜଣେ ହେଲେ ଋତୁରାଜ ଗାଏକୱାଡ଼। ତାଙ୍କର ପ୍ରଦର୍ଶନ ଭଲ ରହିଛି, କିନ୍ତୁ ଏହା ସତ୍ତ୍ୱେ ଋତୁରାଜଙ୍କୁ ଉଭୟ ଟି20 ଓ ଓଡିଆଇ କୌଣସି ଦଳରେ ସାମିଲ କରାଯାଇ ନାହିଁ। ବିଶେଷ କଥା ହେଉଛି ସେ MS ଧୋନିଙ୍କ ସହ ଅତି ନିକଟତର ଅଟନ୍ତି। ଏହାପରେ ଧୋନିଙ୍କର ପ୍ରିୟ ଖେଳାଳିଙ୍କ ମଧ୍ୟରୁ ରବୀନ୍ଦ୍ର ଜାଡେଜା ମଧ୍ୟ ଅନ୍ୟତମ। ଜାଡେଜା ଭାରତକୁ ଅନେକ ମ୍ୟାଚ୍ ଜିତାଇଛନ୍ତି, କିନ୍ତୁ ଏହା ସତ୍ତ୍ୱେ ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ମନୋନୀତ ହୋଇନାହାନ୍ତି। ଆପଣଙ୍କୁ କହି ରଖୁଛୁ ଯେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରି ବରିଷ୍ଠ ଖେଳାଳିମାନେ ଦିନିକିଆ ସିରିଜ୍ ପାଇଁ ଦଳକୁ ଫେରିଛନ୍ତି। ଏଭଳି ପରିସ୍ଥିତିରେ ଜାଡେଜାଙ୍କୁ ମଧ୍ୟ ଏହି ସିରିଜରେ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଥିଲା, କିନ୍ତୁ ତାହା ହେଲା ନାହିଁ। ଗୋଟିଏ ପଟେ ଋତୁରାଜ ଗାଏକୱାଡ଼ଙ୍କୁ ଟି20 ଦଳରୁ ଅଣଦେଖା କରାଯାଇଛି, ଅନ୍ୟପଟେ ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଅଣଦେଖା କରାଯାଇଛି।